ଆଜିର ଷ୍ଟୋରି ହେଉଛି ରାଜା ହେବ ତ ଏମିତି। ଗୋଟିଏ ଜଙ୍ଗଲରେ ଏକ ସିଂହ ଥିଲା। ସେ ସେହି ଅଗନାଅଗନି ବନସ୍ତର ରାଜା ଥିଲା। ସୁତରାଂ ଜଙ୍ଗଲରେ ସମସ୍ତ ଜୀବଙ୍କ ଠାରୁ ଆରମ୍ଭ କରି ପକ୍ଷୀ ପର୍ଯ୍ୟନ୍ତ ତାକୁ ରାଜା ବୋଲି ସମ୍ମାନ କରୁଥିଲେ। ସିଂହ ମହାରାଜ ମଧ୍ୟ ସମସ୍ତ ଜଙ୍ଗଲବାସୀଙ୍କୁ ସୁରକ୍ଷା ପ୍ରଦାନ କରୁଥିଲା। ଦିନକର ଘଟଣା, ଜଣେ ଶିକାରୀ ହାତୀଛୁଆ ଓ ଠେକୁଆକୁ ଶୋଇଥିବା ଅବସ୍ଥାରେ ଫାଶ ପକାଇ ଦୁହିଁଙ୍କୁ ଧରିନେଲା ଓ ନିଜ ସାଥିରେ ଘରକୁ ନେଇଯିବା ପାଇଁ ପ୍ରୟାସ କରୁଥିଲା। ସେହି ସମୟରେ ହଠାତ୍ ହାତୀଛୁଆର ନିଦ ଭାଙ୍ଗିଗଲା ଏବଂ ସେ ନିଜକୁ ଜାଲ ଭିତରେ ଦେଖି ଚିତ୍କାର କରିବାକୁ ଲାଗିଲା। ଜଙ୍ଗଲରେ ହାତୀଛୁଆର ଚିତ୍କାର ପ୍ରତିଧ୍ୱନିତ ହେବାକୁ ଲାଗିଲା। ମହାରାଜ ସିଂହ ଘୋର ଅରଣ୍ୟର ହାତୀଛୁଆର ବିକଳ କ୍ରନ୍ଦନ ଶୁଣି ନିଜକୁ ସମ୍ଭାଳି ପାରିଲା ନାହିଁ। ସେହି କ୍ଷଣି ଚିତ୍କାର ଶୁଭୁଥିବା ଦିଗ ଆଡ଼କୁ ଜମ୍ପ ମାରି ପ୍ରଦାନ କଲା। ଦୌଡ଼ି ଗଲା ପରେ ସିଂହକୁ ଦେଖି ଶିକାରୀ ଜାଲ ନିକ୍ଷେପ କଲା। ମାତ୍ର ପରାକ୍ରମଶାଳୀ ସିଂହର ପ୍ରତି ଆକ୍ରମଣରେ ଶିକାରୀର ପ୍ରାଣବାୟୁ ଉଡ଼ିଗଲା ଏବଂ ସିଂହ ମହାରାଜ ହାତୀଛୁଆ ଓ ଠେକୁଆକୁ ସାଙ୍ଗରେ ନେଇ ଘଞ୍ଚ ଅରଣ୍ୟ ମଧ୍ୟକୁ ଫେରି ଆସିଲା। ଜୀବନ ବଞ୍ଚାଇଥିବାରୁ ହାତୀଛୁଆ ଓ ଠେକୁଆ ମହାରାଜ ସିଂହକୁ ବହୁତ ବହୁତ ଧନ୍ୟବାଦ ଦେଲେ ଏବଂ ନିଜ ଭିତରେ ଟୁପୁର ଟାପୁର ହେଲେ। ରାଜା ହେବ ତ ଏମିତି। ରକ୍ଷକ ଭକ୍ଷକ ନ ହୋଇ ସିଂହ ମହାରାଜଙ୍କ ଭଳି ପ୍ରଜାବତ୍ସଳୀ ହେବା ଉଚିତ, ତେବେ ଯାଇ ଦୁନିଆ ହସି ଉଠିବ। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରି ଆଗକୁ ଚ୍ୟାନେଲ ନୋଟିଫିକେସନ୍ ପାଆନ୍ତୁ।